ମୁଁ କହିପାରିବି ବିଜେପି ତ ତାଙ୍କର ବିଜେଡି ପ୍ରତିଦିନ ଷ୍ଟ୍ରଙ୍ଗ ହଉଛି। କି ଷ୍ଟ୍ରଙ୍ଗ ସିଏ କି କାମ ଇଏ ବିଜୁ ବାବୁଙ୍କ ଦଳ କୁଆଡେ ଗଲା? ମହତାବ ଜନ କଂଗ୍ରେସ ଗଲା, ଉତ୍କଳ ଗଲା, ଇଏ କି କଂଗ୍ରେସ ହବ? ଏ ପାଗଲ କଥା। ଆଉ ଯଦି ଗଲେ ମୁକିମ ନେତୃତ୍ୱରେ ଧନ୍ୟବାଦ। ନିର୍ଭର କରେ ଓଡ଼ିଶାବାସୀଙ୍କ ଉପରେ, ଜନତାଙ୍କ ଉପରେ, ଏ ନେତାଙ୍କ ଉପରେ ନୁହଁ। ବୁଝନ୍ତୁ କିଏ ଜାଣୁଛି? ଆମେ କଂଗ୍ରେସ। ତମକୁ କହିଦେଲି କମିଂ ଇଲେକ୍ସନ ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଇଣ୍ଡିଆ ବୁଲୁଛନ୍ତି, କନ୍ୟାକୁମାରୀ କାଶ୍ମୀର, ମଣିପୁରରୁ ବମ୍ବେ, ନାରୀ ନିର୍ଯାତନା, ବେକାର ସମସ୍ୟା, ଯୁଦ୍ଧ ଉପରେ କହିଲେ ନରେନ୍ଦ୍ର ମୋଦି ଅପାରଗ, ଟ୍ରମ୍ପ କଥା କହିପାରିବନି। ଯାହା କହୁଛନ୍ତି ରାହୁଲ ଗାନ୍ଧୀ ବଢିଆ କଥା କହୁଛନ୍ତି। ଆମ ଭକ୍ତଦା ଯୋଉ ପରିବାର ସଂଗଠନ ସୁଦୃଢ କରୁଛନ୍ତି, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆମବାଲୁକୁ ଏକାଠି କରିବା। ଆଜି ଆମର 2ଟା କର୍ମୀ ସମ୍ମିଳନୀ ଅଛି। ତେଣୁ କଂଗ୍ରେସ କମିଂ ଇଲେକ୍ସନ ସମୟକୁ ଅପେକ୍ଷା କର। ଆଉ କିଛି ନା, କଂଗ୍ରେସ ଡେଲି ମାରି ଚାଲିବି। କିଏ ହଟେଇବ? ଯେ ରାହୁଲ ଗାନ୍ଧୀ ହଟେଇବେ, ସୋନିଆ ଗାନ୍ଧୀ ହଟେଇବେ, ଖଗଡେ ହଟେଇବେ, ଏଠି କେହି ନାହିଁ ହଟେଇବା। ସେଇ 3 ଜଣ ଯଦି ହଟେଇବେ ହଟେଇବେ। ଓଡ଼ିଶାରେ କେହି ନାହାନ୍ତି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।